ଆପଣଙ୍କର ଯଦି ଧନୁରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଧନୁରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ପବିତ୍ର ପଣା ସଂକ୍ରାନ୍ତି ଠାରୁ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ପରିବର୍ତ୍ତନ ହେବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନରେ ଯେତେ ମାତ୍ରାରେ ଦୁଃଖ କଷ୍ଟ ଆସୁଥିଲା ବା ବାଧାବିଘ୍ନ ଆସୁଥିଲା ତାହା ସବୁ ମଧ୍ୟ ଦୂର ହେବାକୁ ଯାଉଅଛି। ତେଣୁ ଆପଣ ଯଦି ଧନୁରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିତ ଭାବେ କରନ୍ତୁ ଏବଂ କମେଣ୍ଟରେ ଜୟ ମହାଦେବ, ଜୟ ଶନିଦେବ, ଜୟ ମା ମଙ୍ଗଳା ନିଶ୍ଚିତ ଲେଖନ୍ତୁ। ତେବେ ଦେଖନ୍ତୁ, ଧନୁରାଶିର ବ୍ୟକ୍ତିବିଶେଷମାନେ ଖାସ କରି ବହୁତ ମାତ୍ରାରେ ସରଳ ଏବଂ ସାହସୀ ମଧ୍ୟ ହୋଇଥାନ୍ତି ଏବଂ ତାଙ୍କ ଜୀବନରେ ଯେତେ ମାତ୍ରାରେ ଦୁଃଖ କଷ୍ଟ ବା ବାଧାବିଘ୍ନ ଆସିଲେ ମଧ୍ୟ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ତେଣୁକରି ଦେବଗୁରୁ ବୃହସ୍ପତି ଆପଣଙ୍କର କର୍ମକ୍ଷେତ୍ରରେ ଯଥା ଲକ୍ଷ୍ମୀ ନାରାୟଣଙ୍କ ସ୍ଥାନର କର୍ମ ଘରେ ଆପଣଙ୍କର ସପ୍ତମ ଭାଗର କର୍ମ ଘରେ ବିରାଜମାନ କରିଛନ୍ତି, ଯାହାଫଳରେ ଦେଖିବେ ଦେବଗୁରୁ ବୃହସ୍ପତି ଏହି ବର୍ଷକ ପାଇଁ ଆପଣଙ୍କର ଅଧିପତି। ଫଳରେ ଆପଣଙ୍କର କର୍ମକ୍ଷେତ୍ରରେ ମଧ୍ୟ ଅଛନ୍ତି, ଯାହାଫଳରେ ଦେଖିବେ ଆପଣ ବହୁତ ମାତ୍ରାରେ କର୍ମଜୀବୀ ହୋଇଯିବେ ଏବଂ ଆପଣଙ୍କ ଜୀବନରେ ଯେତେ ମାତ୍ରାରେ ବାଧାବିଘ୍ନ ଆସୁଥିଲା ବା ଦୁଃଖ କଷ୍ଟ ଆସୁଥିଲା ତାକୁ ମଧ୍ୟ ଦୂର କରାଇବେ। ଆପଣ ବହୁତ ପରିଶ୍ରମୀ ହେବା ସହିତ ଆପଣଙ୍କର ଯେଉଁ ଚାକିରି କ୍ଷେତ୍ରରେ ଉନ୍ନତି ଆସୁନଥିଲା, କ୍ୟାରିୟର କ୍ଷେତ୍ରରେ ଉନ୍ନତି ଆସୁନଥିଲା, ଦେଖିବେ ସେଥିରେ ମଧ୍ୟ ଆପଣଙ୍କର ଉନ୍ନତି ଆସିବ। ଆପଣଙ୍କର କ୍ୟାରିୟର କ୍ଷେତ୍ରରେ ଉନ୍ନତି ଆସିବା ସହିତ ଆପଣ କିଛି ଦୂରଯାତ୍ରା ଭ୍ରମଣ କରିବାକୁ ମଧ୍ୟ ଯାଇପାରନ୍ତି, କିଛି ତୀର୍ଥଯାତ୍ରା ମଧ୍ୟ ଭ୍ରମଣ କରିବାକୁ ଯାଇପାରନ୍ତି। ଯଦି ଆପଣ ଏହି ପଣା ସଂକ୍ରାନ୍ତି ଠାରୁ କୌଣସି ବିଜନେସ୍ ଆରମ୍ଭ କରନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ରହିବ, ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଏବଂ ଫଳଦାୟକ ମଧ୍ୟ ରହିବ। ତା ସହିତ ଆପଣ ଯଦି ଏହି ପବିତ୍ର ପଣା ସଂକ୍ରାନ୍ତି ଠାରୁ କିଛି ତୀର୍ଥ ମଧ୍ୟ ଭ୍ରମଣ କରନ୍ତି ତେବେ ତାହା ଦ୍ୱାରା ଆପଣଙ୍କୁ ପ୍ରଭୁ ମହାଦେବ ଏବଂ ମା ମଙ୍ଗଳାଙ୍କର ବିଶେଷ ଆଶୀର୍ବାଦ ମଧ୍ୟ ରହୁଅଛି। ତେବେ ଆପଣଙ୍କ ପାଇଁ ଏହି ପବିତ୍ର ପଣା ସଂକ୍ରାନ୍ତିଟି ସମ୍ପୂର୍ଣ୍ଣ ଭାବରେ ଫାଇଦାମନ ମଧ୍ୟ ହେବାକୁ ଯାଉଅଛି ଏବଂ ଦେଖିବେ ଆପଣଙ୍କର ସ୍ୱାସ୍ଥ୍ୟ ଯେଉଁ ଅସୁସ୍ଥ ରହୁଥିଲା ତାହା ମଧ୍ୟ ଧୀରେ ଧୀରେ ଦୂର ହେବ। ଆପଣଙ୍କର ସ୍ୱାସ୍ଥ୍ୟ ସୁସ୍ଥ ହେବା ସହିତ ଆପଣଙ୍କର ପରିବାର କ୍ଷେତ୍ରରେ ଯେଉଁ କଳହ ସୃଷ୍ଟି ହୋଇ ଲାଗି ରହୁଥିଲା, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହେଉ, ଭାଇ ଭାଇଙ୍କ ମଧ୍ୟରେ ହେଉ, ଯେଉଁ କଳହ ଲାଗି ରହୁଥିଲା ତାହା ମଧ୍ୟ ଦୂର ହେବ। ଆପଣଙ୍କ ପରିବାର କ୍ଷେତ୍ରରେ ଏକ ଅତୁଟ ସମ୍ପର୍କ ଗଢ଼ି ଉଠିବ ଏବଂ ଶନି ମହାଗ୍ରହ ଆପଣଙ୍କର 8.5 ଘରେ ବିରାଜମାନ କରିଥିବାରୁ ଆପଣଙ୍କୁ ବହୁତ ମାତ୍ରାରେ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣାଇବେ। ଶନି ମହାଗ୍ରହ ହେଉଛନ୍ତି କର୍ମଫଳ ଦେବତା ବା କର୍ମର ଦେବତା। ତେଣୁ ଆପଣ ଯେତେ ମାତ୍ରାରେ ଭଲ କର୍ମ କରିବେ ତେବେ ନିଶ୍ଚିତ ଭାବେ ଭଲ ଫଳ ପ୍ରାପ୍ତ କରିବେ। ତେଣୁ ଭଲ କାର୍ଯ୍ୟ କରନ୍ତୁ, ନିଷ୍କାମ କର୍ମ କରନ୍ତୁ, ଦେଖିବେ ବଢ଼ିଆ ମାତ୍ରାରେ ଭଲ ମାତ୍ରାରେ ଫଳ ପ୍ରାପ୍ତ କରିବେ। ତେଣୁ ଏହା ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣ କିପରି କର୍ମ କରୁଛନ୍ତି, ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣ କିପରି ଫଳ ପ୍ରାପ୍ତ କରିବେ। ଭଲ କର୍ମ କରିବା ଦ୍ୱାରା ଆପଣ ନିଶ୍ଚିତ ଭାବେ ଭଲ ଫଳ ପ୍ରାପ୍ତ କରିବେ। ତେଣୁ ଶନି ହେଉଛନ୍ତି କର୍ମଫଳ ଦେବତା, ଆପଣଙ୍କର 8.5 ଘରେ ବିରାଜମାନ କରିଥିବାରୁ ଆପଣଙ୍କୁ ବହୁତ ମାତ୍ରାରେ ଉନ୍ନତି ମଧ୍ୟ କରାଇବେ। ଖାସ କରି ଦେଖନ୍ତୁ, ଆପଣଙ୍କୁ ଯେଉଁ କିଛି କୋର୍ଟ କଚେରୀ ମାମଲାରେ ଯଦି ଆପଣ ଥାନ୍ତି କିମ୍ବା କେସ୍ ହୋଇଥାଏ ଆପଣଙ୍କ ଉପରେ, ସେଥିରୁ ଆପଣଙ୍କୁ ଦୂର କରାଇବେ। ଆପଣ କିଛି ଏମିତି କାର୍ଯ୍ୟ କରିପାରନ୍ତି ଯାହାକୁ ଲୋକେ ଦେଖିବା ମାତ୍ରେ ଆଶ୍ଚର୍ଯ୍ୟଜନକ ମଧ୍ୟ ଫିଲ୍ କରିବେ। ଆପଣଙ୍କୁ ବହୁତ ମାତ୍ରାରେ ଉଚ୍ଚ ସ୍ଥାନକୁ ନେବେ ଏବଂ ଆପଣ କିଛି ନୂତନ ଜମି କ୍ରୟ କରିବା ସହିତ କିଛି ନୂତନ ଯାନବାହନ, ଇଲେକ୍ଟ୍ରୋନିକ୍ସ ଜିନିଷ କ୍ରୟ କରିପାରନ୍ତି। ଏହି ପଣା ସଂକ୍ରାନ୍ତି ଠାରୁ ଆପଣଙ୍କର ଆୟ ମଧ୍ୟ ବୃଦ୍ଧି ହେବ। ଆପଣଙ୍କର ଆୟ 14 ଥିବା ବେଳେ ବ୍ୟୟ ଏହି ରହୁଛି 4 ଭାଗ। ତେଣୁ ଏହି ଏପ୍ରିଲ ମାସର ପଣା ସଂକ୍ରାନ୍ତିଟି ଆପଣଙ୍କ ପାଇଁ ବହୁତ ମାତ୍ରାରେ ଫାଇଦାମନ ହେବାକୁ ଯାଉଅଛି। ତେବେ ଆପଣ ଯେତେ ମାତ୍ରାରେ ପାରୁଛନ୍ତି ଆପଣଙ୍କ ଇଷ୍ଟଦେବ ମା ମଙ୍ଗଳାଙ୍କ ପାଖକୁ ଯାତ୍ରା କରନ୍ତୁ, ମା ଇଷ୍ଟଦେବୀଙ୍କ ପାଖକୁ ମା ମଙ୍ଗଳାଙ୍କ ପାଖକୁ ଯାତ୍ରା କରନ୍ତୁ, ଜଳାଶୟ କରନ୍ତୁ, ବେଲପତ୍ର ଚଢ଼ାନ୍ତୁ। ଦେଖିବେ
ମା ମଙ୍ଗଳା ଆପଣଙ୍କୁ ସମସ୍ତ ପ୍ରକାର ବିପଦ ଆପଦରୁ ଘଣ୍ଟ ଘୋଡ଼ାଇ ରଖିବେ ଏବଂ ଆପଣ ଦୀପଟି ଜାଳିବା ମାତ୍ରେ ମା ମଙ୍ଗଳା ଆପଣଙ୍କ ଉପରେ କୃପା ମଧ୍ୟ କରିବେ। ମହାଦେବ ମନ୍ଦିରକୁ ଯାତ୍ରା କରିବା ଫଳରେ ଆପଣଙ୍କର ବହୁତ ମାତ୍ରାରେ ଯେଉଁ ରୋଗ ସମସ୍ୟା ରହୁଛି ତାହାକୁ ମଧ୍ୟ ଦୂର ହେବ। ତେଣୁ ଏହାକୁ ମାନିଲେ ଆପଣଙ୍କର ନିଶ୍ଚିତ ଭାବେ ମଙ୍ଗଳ ଘଟିବ। ତେବେ ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।